ବନ୍ଧୁଗଣ, ଆସନ୍ତୁ ଆଜି ଆମେ ଅଶ୍ୱିନୀ ନକ୍ଷତ୍ର ବିଷୟରେ ଜାଣିବା। ଚିତ୍ରାନ୍ତ ଦେଖନ୍ତୁ। ରାଶିଚକ୍ରର ପ୍ରଥମ ରାଶି ହେଉଛି ମେଷ ରାଶି, ପ୍ରଥମ ନକ୍ଷତ୍ର ହେଉଛି ଅଶ୍ୱିନୀ ନକ୍ଷତ୍ର। ଏମିତି ଜାତକରେ ଚକ୍ର ଥିବ, ତା ମଝିରେ ଗୋଟେ ଭଗ୍ନାଶ ଲେଖା ହେଇଥିବ। ଏଠି ଲେଖା ହେଇଛି 1+1। 1 ହେଉଛି ପ୍ରଥମ ନକ୍ଷତ୍ର, ହେଉଛି ଇଏ ଅଶ୍ୱିନୀ ନକ୍ଷତ୍ର, ତାର ପାଇଁ 1 ଲେଖା ହେଇଛି। ପ୍ରଥମ ରାଶିରେ ବି ଲେଖା ହେଇଛି 1/1, ତଳଟା ରାଶି ଉପରଟା ନକ୍ଷତ୍ର। ମେଷ ରାଶିରେ ଯଦି ଚନ୍ଦ୍ର ଥିବ, ଯଦି ଦେଖିବେ ଚନ୍ଦ୍ର ଥିବ, ସେଠି 1/1 ଲେଖା ହେଇଥିବ। ଆପଣ ଜାଣିଥିବ ମେଷ ରାଶି ଅଶ୍ୱିନୀ ନକ୍ଷତ୍ର। ଅଶ୍ୱିନୀ ନକ୍ଷତ୍ରଙ୍କର ଲୋକଙ୍କର ସୁନ୍ଦର ସ୍ୱାସ୍ଥ୍ୟ, ଉଜ୍ଜ୍ୱଳ ଆଖି, ଅଧିକ ବର୍ଷ ଯାଏ ସୁନ୍ଦର ଦିଶନ୍ତି, ବହୁତ ସୁନ୍ଦର ହେଲ୍ଥ ମଧ୍ୟ ଥାଏ। ଜ୍ୟୋତିଷ ଚକ୍ର ପ୍ରଥମ ନକ୍ଷତ୍ର ହେଲା ଅଶ୍ୱିନୀ ନକ୍ଷତ୍ର। ସାଧାରଣତଃ ସିଦ୍ଧ ଯୋଗରେ ଅଶ୍ୱିନୀ ନକ୍ଷତ୍ରର ବ୍ୟକ୍ତି ଜନ୍ମ ଲାଭ କରିଥାଏ। ସିଦ୍ଧ ଯୋଗ ମାନେ ବହୁତ ଜନ୍ମ ହେଇକିରି, ଯଦି ସିଦ୍ଧ ହେଇକିରି କିଛି ମଣିଷ ବିଭିନ୍ନ ଏକ୍ସପିରିଏନ୍ସ ହେଲେକିରି ଯେଉଁ ଜନ୍ମ ଗ୍ରହଣ କରିଥାଏ, ସେଇଟା ଗୋଟେ ସିଦ୍ଧ ଯୋଗ। ସେଇ ଜନ୍ମରେ ବ୍ୟକ୍ତି କିଛି ଉପଲବ୍ଧି ଜଗତକୁ ଦେଖାଇବାର ସମ୍ଭାବନା ଥାଏ। ଅଶ୍ୱିନୀ କୁମାର ସୂର୍ଯ୍ୟଙ୍କର ହେଉଛି ପୁଅ, ଦେବତାଙ୍କର ହେଉଛନ୍ତି ସିଏ ଡକ୍ଟର ବା ଡାକ୍ତର, ଚିକିତ୍ସା କରନ୍ତି। କେତୁ ହେଉଛନ୍ତି ତାଙ୍କର ଦେବତା। ତେଣୁ କେତୁ ମହାଦଶାରେ ଜନ୍ମ। ସାଧାରଣତଃ କେତୁ ମହାଦଶାରେ ଯେଉଁମାନଙ୍କର ଅଶ୍ୱିନୀ ନକ୍ଷତ୍ର ବା 1/1 ଅଶ୍ୱିନୀ ନକ୍ଷତ୍ର ମେଷ ରାଶିରେ ଯେଉଁମାନେ ଜନ୍ମଗ୍ରହଣ କରିଛନ୍ତି, ତାଙ୍କର ଜନ୍ମର ମହାଦଶା କେତୁ ମହାଦଶାରେ ସେମାନେ ଜନ୍ମ ହୋଇଥାନ୍ତି। କେତୁ ମହାଦଶାରେ ଜନ୍ମ ହେଲେ ସେହି ମହାଦଶା ସମୟରେ ମାଆଙ୍କ ସ୍ୱାସ୍ଥ୍ୟର ଅବନତି ହେବାର ସମ୍ଭାବନା ବହୁତ ଥାଏ। ଅଶ୍ୱିନୀ ନକ୍ଷତ୍ର ବ୍ୟକ୍ତିମାନଙ୍କର ବହୁତ ଶକ୍ତି ଥାଏ, କ୍ଷମତାଶୀଳ, ସେମାନେ ବହୁତ ଷ୍ଟ୍ରେନ୍ଥ ବାଲା ସେମାନେ ଦେହରେ ଥାଏ। ଡିଗ୍ନିଟି ବହୁତ ତାଙ୍କର, ବହୁତ ମାନ ସମ୍ମାନ ଉପରେ ତାଙ୍କର ହାନି ହେଲେ ସେମାନେ ବହୁତ ରାଗିଯାଆନ୍ତି। ସେମାନେ ବହୁତ ସାହସୀ, ସବୁ କଥାରେ ସେମାନେ ଆଗଭର ହେଇକି ଚାଲିକି କରିପାରିବେ। ଯେହେତୁ ଅଶ୍ୱିନୀ ନକ୍ଷତ୍ର ଅଶ୍ୱର ପ୍ରତୀକ, ତେଣୁ ସେମାନେ ବହୁତ ସାହସୀ, ଆଗ ଚଲାଥାନ୍ତି, ଆଗରେ ଚାଲିବେ। ନୂତନ ଆଧୁନିକ ଚିନ୍ତାଧାରା ସେମାନଙ୍କର ଥାଏ। ଯେଉଁ ଚିନ୍ତାଧାରା ଆପଣ କରିପାରୁନଥିବେ, ଯେଉଁଗୁଡ଼ାକ ଭାବିପାରୁନଥିବେ, ସମାଜ ଯେଉଁଟା ଦେଖିନଥିବ, ସେମିତିଆ ଚିନ୍ତାଧାରା ସେମାନଙ୍କର ଥାଏ। ସେମାନେ ଯେଉଁ କାମ କରନ୍ତି ଅତି ତୀବ୍ର ଗତିରେ କାମ, ଯେତେବେଳେ ହାତକୁ ନିଅନ୍ତି ତୀବ୍ର ଗତିରେ କରନ୍ତି। ନୂତନତ୍ୱର ଗନ୍ତାଘର, ସବୁବେଳେ ନୂଆ ନୂଆ ସବୁ କାମ ଭିତରେ ନୂଆ ନୂଆ ଚିନ୍ତାଧାରା ପୂରେଇକିରି ନିଜ କାମଟାକୁ ସରଳ ସୁଗମ କରନ୍ତି। ସବୁବେଳେ ନିଜର ଉନ୍ନତିରେ ଧ୍ୟାନ ଥାଏ। ନିଜ ପରିବାର, ନିଜେ ଯାହାକୁ ଭଲ ପାଆନ୍ତି ଯେଉଁମାନଙ୍କୁ, ସେମାନଙ୍କର ଉନ୍ନତିରେ ସେମାନଙ୍କର ଧ୍ୟାନ ଥାଏ। ସେମାନେ ବହୁତ ଦାୟିତ୍ୱବାନ, ଯେଉଁ କାମକୁ ନେଇଥାନ୍ତି ସେମାନେ ବହୁତ ଦାୟିତ୍ୱରେ କରନ୍ତି, ଅବହେଳା କରି ଛାଡ଼ି ଦିଅନ୍ତିନି। ସମୟର ବହୁତ ଉପଯୋଗ କରନ୍ତି। ସେମାନେ ବହୁତ ବୁଦ୍ଧିଆ, ସବୁ କ୍ଷେତ୍ରରେ ଯେଉଁ କ୍ଷେତ୍ରରେ ସେ କାମ କରନ୍ତି ସେଥିରେ ନିଜସ୍ୱ ବୁଦ୍ଧି ପ୍ରୟୋଗ କରନ୍ତି। ନିଜର ଲୋକଙ୍କୁ ଭଲ ପାଆନ୍ତି ଓ ସାହାଯ୍ୟ ବହୁତ କରନ୍ତି। ଯାହାକୁ ଭଲ ପାଆନ୍ତି ସାହାଯ୍ୟ କରନ୍ତି। ଯେଉଁମାନେ ଧୋକା ଦିଅନ୍ତି ସେମାନଙ୍କୁ ପୁରା ଭୁଲି ଯାଆନ୍ତି। ବିପଦରେ ବହୁତ ଧୈର୍ଯ୍ୟଶୀଳ ଥାନ୍ତି। ବିପଦରେ ଯେତେ ବିପଦ ଆସିବ, ସେମାନେ ତାର ବାଟ ବାହାର କରିବାକୁ ଧୈର୍ଯ୍ୟ ଧରିକିରି ବାଟ ବାହାର କରିକିରି ଉଠନ୍ତି। ବହୁତ ବିଦ୍ୟାରେ ତାଙ୍କର ମୁଣ୍ଡ ଥାଏ, ବିଭିନ୍ନ ବିଦ୍ୟାରେ ନଲେଜ ବି ଥାଏ, ବହୁତ ବିଦ୍ୟାରେ ମୁଣ୍ଡ ଥାଏ, ନଲେଜ ଥାଏ। ଆଉ କିନ୍ତୁ ସେମାନେ ବହୁତ କ୍ଷେତ୍ରରେ ଦେଖାଯାଏ କେଉଁଥିରେ ମାଷ୍ଟର ନ ହେବାର ସମ୍ଭାବନା ବହୁତ ଥାଏ। ବହୁତ ଲୋକଙ୍କର, ସମସ୍ତଙ୍କର ନଥାଏ, କିଛି ଲୋକଙ୍କର ମାଷ୍ଟର ନ ହେବାର, ସବୁ ବିଦ୍ୟାରେ ମୁଣ୍ଡ ଥାଏ କିନ୍ତୁ କିଛି କିଛି ଜାଣିଥାନ୍ତି, କିନ୍ତୁ କେଉଁଥିରେ ମାଷ୍ଟର ହୋଇପାରନ୍ତିନି। ଅଧିକ ବୟସରେ 30ରୁ 50 ବର୍ଷ ଭିତରେ ସେମାନଙ୍କର ଆର୍ଥିକ ଉନ୍ନତି ହୁଅନ୍ତି। ବହୁତ ରାଗିଥାନ୍ତି, ସଟକିନି ରାଗିଯାଆନ୍ତି, କିନ୍ତୁ ଅନ୍ୟକୁ ବୁଝିପାରୁଥିବାରୁ ତାଙ୍କର ଚିନ୍ତାଧାରା ଭିତରେ ଅନ୍ୟ ଲୋକର ମନୋଭାବଟା ବୁଝିପାରୁଥିବାରୁ ରାଗଟା ଶୀଘ୍ର ହୁଏନି। ଯେତେବେଳେ ରାଗନ୍ତି କିନ୍ତୁ ଜୋର ଚାଲେ। ବହୁତ ସେନ୍ସିଟିଭ୍, ତାଙ୍କୁ କିଛି ଅପମାନ କଲେ, କ'ଣ କଲେ, ସେମାନଙ୍କର ବହୁତ ସେନ୍ସିଟିଭ୍ ଥାଏ, ବାଧେ ତାଙ୍କୁ। ଅନ୍ୟର ଚିନ୍ତାଧାରାକୁ ବୁଝନ୍ତି, ଉତ୍ତେଜିତ ହୋଇଯାଆନ୍ତି ବେଳେବେଳେ। ସେମାନେ ସ୍ୱାଧୀନଚେତା ବହୁତ ଥାନ୍ତି। କର୍ମକ୍ଷେତ୍ରରେ ସ୍ୱାଧୀନ ଚିନ୍ତାଧାରା, ସ୍ୱାଧୀନ କାମ ଦେଲେ ସେମାନେ ଠିକ୍ ଭାବରେ କରନ୍ତି। ଆଉ ତାଙ୍କ ଭିତରେ ସବୁବେଳେ ଜଗାଜଗି କଲେ, ତାଙ୍କ ହେଲେ ତାଙ୍କୁ ଅସୁବିଧା ହୁଏ। ଗୁଡ୍ ରିଲେସନ୍, କାରଣ ସେମାନେ ନୂତନ ଚିନ୍ତାଧାରା ଆଡ଼ପ୍ଟ କରନ୍ତି, ଯାହାଫଳରେ ସେମାନଙ୍କୁ ଯଦି ସବୁବେଳେ ସ୍ୱାଧୀନତା ଦିଆନଯାଏ, ସେମାନେ ନୂତନ ଚିନ୍ତାଧାରାକୁ ଇମ୍ପ୍ଲିମେଣ୍ଟ କରିପାରିବେନି।
ଯାହାଫଳରେ ସେମାନଙ୍କୁ କର୍ମ କ୍ଷେତ୍ରରେ ସ୍ୱାଧୀନତା ମାନେ ଭଲ ଲାଗିବନି। ସେମାନେ ବହୁତ ସମସ୍ତଙ୍କ ସାଙ୍ଗରେ ଗୁଡ୍ ରିଲେସନ୍ ରଖନ୍ତି, ଭଲ ରିଲେସନ୍ ଥାଏ। କ୍ଷମତା ବାହାରକୁ ଯାଇ ନୂଆ ନୂଆ କଥାରେ ପଶନ୍ତି, ମାନେ ତାଙ୍କର ଯେତିକି କ୍ଷମତା ଥିବ ତା ବାହାରେ ବି ନୂଆ ନୂଆ କଥାରେ ତାଙ୍କୁ, କାରଣ ନୂଆ କଥାରେ ପଶିବାକୁ ତାଙ୍କୁ ଭଲ ଲାଗେ। ନୂଆ ଜିନିଷ, ନୂଆ କଥା, ନୂଆ ପ୍ରକାର କାମରେ ତାଙ୍କୁ ଭଲ ମଜା ଲାଗେ। ବହୁତ ସମୟ ଅନୁସାରେ କାମ କରିବାକୁ ବହୁତ ପରିଶ୍ରମ କରନ୍ତି। ସେମାନେ ଯଦି ଗୁରୁ ପାଇଥାନ୍ତି ତାହେଲେ ଗୁରୁଙ୍କ ଦ୍ୱାରା ଶୀଘ୍ର ସିଦ୍ଧି ଲାଭ ହୋଇଥାନ୍ତି। ଯଦି ଗୁରୁ ନଥାନ୍ତି ତାହେଲେ ସିଦ୍ଧି ହେବା ଟିକେ କଷ୍ଟ ହୋଇଥାଏ। ଯେଉଁମାନଙ୍କର ଗୁରୁ ଭଲ ଥାନ୍ତି କି ସେମାନେ ଗୁରୁକୁ ମାନନ୍ତି ଭଲ, ସେମାନଙ୍କର କ୍ୟାରିୟରରେ ବହୁତ ସକ୍ସେସଫୁଲ୍ ହେବାର ସମ୍ଭାବନା ଥାଏ। ସେମାନେ ଲିଡ଼ରସିପ୍ ନ୍ୟାଚୁରାଲ୍ ଲିଡ଼ରସିପ୍ କ୍ୱାଲିଟି ଅଛି, ଯେହେତୁ ସମସ୍ତଙ୍କୁ ସାହାଯ୍ୟ କରନ୍ତି। ଆଉ ସ୍କିଲ୍ ଡେଭଲପମେଣ୍ଟ ବି ତାଙ୍କର ବହୁତ କରନ୍ତି। ନିଜେ ତାଙ୍କର ନିଜର ଯେଉଁ ଜ୍ଞାନ ଥାଏ, ଜ୍ଞାନକୁ ସବୁବେଳେ ନୂଆ ନୂଆ କଥା ଭାବି, ନୂଆ ନୂଆ କଥା କରି ଜ୍ଞାନକୁ ଡେଭଲପମେଣ୍ଟ କରନ୍ତି। ବହୁତ ଉଚ୍ଚାକାଂକ୍ଷୀ ଥାଏ, ଛୋଟରେ କିଛି ନଜର ନଥାଏ। ବହୁତ ବଡ଼ ବଡ଼ କଥା ଉପରେ ତାଙ୍କର ଆଶା ଥାଏ। ପ୍ରବଳ ଇଚ୍ଛା ଶକ୍ତି ଥାଏ, ଯେକୌଣସି ଇଏକୁ ପ୍ରବଳ ଇଚ୍ଛା ଶକ୍ତି ଥାଏ। ଅତି ସହଜରେ ଭାଙ୍ଗି ପଡ଼ନ୍ତିନି କି ସେ କାମରୁ ବାହାରି ଯାଆନ୍ତିନି, କିନ୍ତୁ ଶୀଘ୍ର କୁଇକ୍ ନିଷ୍ପତ୍ତି ନିଅନ୍ତି। ଯେହେତୁ ସେ ଅନ୍ୟର ମନୋଭାବ ବୁଝିପାରନ୍ତି, ତେଣୁ କୁଇକ୍ ନିଷ୍ପତ୍ତି ନେଇପାରନ୍ତି। ଆଡ଼ଭେଞ୍ଚର ପ୍ରିୟ, ସେମାନେ ଆଡ଼ଭେଞ୍ଚର ପ୍ରିୟ। ଆଉ ସ୍ପୋର୍ଟସ୍ ସ୍ପିରିଟ୍ ତାଙ୍କର ବି ଥାଏ। ଖେଳ ଆଡ଼ଭେଞ୍ଚର, କେଉଁଠି ଜାଗା ଭ୍ରମଣ ପ୍ରିୟ ଥାନ୍ତି। ବହୁତ ନୂଆ ନୂଆ ଜାଗାକୁ ଯାଆନ୍ତି, ସେଠାରେ ଜ୍ଞାନ ଆହରଣ କରନ୍ତି। ଆବିଷ୍କାର ପ୍ରିୟ ମଧ୍ୟ, କୌଣସି ନୂଆ ଜିନିଷ ଆବିଷ୍କାର କରିବାକୁ ଭଲ ପାଆନ୍ତି। ଭଲ ଖେଳାଳି, ଚିକିତ୍ସକ, ବୈଜ୍ଞାନିକ ହେବାର ସମ୍ଭାବନା ସେମାନେ ଥାଏ। ନେତା ହେବାର ଥାଏ। ସେବାକାରୀ ହେଇଥାନ୍ତି। ନର୍ସ ବଡ଼ ଲୋକଙ୍କୁ ସବୁ ବଡ଼ କରିବାକୁ ମନେଥାଏ। ସେମାନଙ୍କୁ ସେମାନଙ୍କ ଜ୍ଞାନ ନଲେଜ ଲେବୁଲ୍ ବହୁତ ଅଧିକା ଥିବାରୁ ସେମାନେ ବହୁତ ଭିତର କଥା ନ ଦେଖିକି, ମାନେ ଦେଖିକିରି ଜାଣିଦିଅନ୍ତି ବହୁତ କଥା, ତେଣୁ ତାଙ୍କୁ ବୁଝିପାରନ୍ତିନି ଲୋକ, ରହସ୍ୟମୟ ବୋଲି ଭାବନ୍ତି। ସେମାନେ ଯେହେତୁ ଆଧୁନିକ ଚିନ୍ତାଧାରା ଥିଲେ ବି ଧାର୍ମିକ ପରମ୍ପରାକୁ ସେମାନେ ରକ୍ଷା କରନ୍ତି। ପ୍ରେମ, ତାଙ୍କୁ ଜୋର ଜବରଦସ୍ତି କଲେ କିଛି ହେବନି। ପ୍ରେମ ସ୍ନେହର ସମ୍ପର୍କରେ ସେମାନେ ବନ୍ଧା ଥାନ୍ତି। ସ୍ତ୍ରୀ ଲୋକମାନେ, ଅଶ୍ୱିନୀ ନକ୍ଷତ୍ର ସ୍ତ୍ରୀ ଲୋକମାନେ ସୁନ୍ଦର ଥାନ୍ତି। ବଡ଼ ବଡ଼ ଆଖି ଭୋଳା ଆଖି ତାଙ୍କର ଥାଏ। ମଧୁର ବଚନ ଥାନ୍ତି। ସେମାନେ ବହୁତ ଧୈର୍ଯ୍ୟଶୀଳା ଥାନ୍ତି। ସଫା ହୃଦୟ ଥାଏ। ପରମ୍ପରା ରକ୍ଷାକାରୀ ହେଇଥାନ୍ତି। ମହିଳାମାନେ ଆଧୁନିକା ହେଇଥାନ୍ତି, କିନ୍ତୁ ଭଲ ଗୃହିଣୀ ହେଇଥାନ୍ତି। ସେମାନେ ଯଦି ଚାକିରି କରିଥାନ୍ତି, ସେ ଆଡ଼ମିନିଷ୍ଟ୍ରେସନ୍ କିମ୍ବା ଆଡ଼ମିନିଷ୍ଟ୍ରେସନ୍ ମାନେ ଅଫିସର ସ୍ତରୀୟ କିମ୍ବା ସୋସିଆଲ ୱାର୍କ କରିବାକୁ ସେମାନେ ଭଲ ପାଆନ୍ତି। ଡକ୍ଟର, ନର୍ସ, ଏମାନେ ଏ ପ୍ରକାର କାମକୁ ବି ସେମାନେ ଭଲ ପାଆନ୍ତି। ଝିଅମାନଙ୍କର ବୟସ ସାଧାରଣତଃ, ଅଶ୍ୱିନୀ ନକ୍ଷତ୍ର ଝିଅମାନଙ୍କ ବିବାହ ସାଧାରଣତଃ 23ରୁ 27 ଭିତରେ ହୁଏ। ଯଦି ପୁଅମାନଙ୍କର ବିବାହ ଦେଖାଯାଏ 26ରୁ 30 ବର୍ଷ ହୁଏ। ପୁଅମାନେ ସାଧାରଣତଃ ଝିଅମାନଙ୍କଠାରୁ ଟିକେ ଅଧିକା କ୍ୟାରିୟରରେ ସଫଳ ହୁଅନ୍ତି। 30ରୁ 55 ବର୍ଷ ଭିତରେ ସେମାନେ ଭଲ ସଫଳ ହୋଇପାରିଥାନ୍ତି। ସେମାନଙ୍କ ଭିତରେ ଗୋଟିଏ ଗୁଣ ଥାଏ ଯେ ସେମାନେ ପୁଅ ହେଉ ଝିଅ ହେଉ, ସେମାନେ ଅଧିକ ଯୌନ କ୍ଷମତାର ଅଧିକାରୀ ହେଇଥାନ୍ତି। ଅଶ୍ୱିନୀ ନକ୍ଷତ୍ର ଦେଖନ୍ତୁ, ଅଶ୍ୱିନୀ ନକ୍ଷତ୍ର ଦେବତାଗଣ ମେଷ ରାଶିର 1 ନମ୍ବର ରାଶି। ଆଉ ଗ୍ରହ ତତ୍ତ୍ୱ ହେଲା ପୃଥିବୀ ତତ୍ତ୍ୱ ବା ମାଟି ତତ୍ତ୍ୱ। ଦିଗ ହେଲା ପୂର୍ବ ଦିଗ ଏବଂ ଚନ୍ଦ୍ରର ଦକ୍ଷିଣ ଦିଗ ମଧ୍ୟ ଏହାର ଦିଗ। ଗ୍ରହ ହେଲା କେତୁ, ତେଣୁ ଜନ୍ମ ମହାଦଶା କେତୁ ମହାଦଶାରେ ଜନ୍ମଗ୍ରହଣ କରିଥାନ୍ତି। ତାଙ୍କର ଲିଙ୍ଗ ହେଲା ପୁରୁଷ ଲିଙ୍ଗ, ମାନେ ପୁଲିଙ୍ଗର ଲୋକ ଏମାନେ। ଦେବତା ହେଉଛି ସୂର୍ଯ୍ୟ। ଆପଣ ସୂର୍ଯ୍ୟଙ୍କୁ ନମସ୍କାର କରିବେ, ପାଣି ଦେବେ, ଯାହା ଦେବେ ସୂର୍ଯ୍ୟଙ୍କୁ କରିବେ। ନାଁର ମୂଳ ଅକ୍ଷର ଥାଏ ସାଧାରଣତଃ ଚୁ, ଚେ, ଚୋ, ଲରେ ତାଙ୍କର ନାଁର ମୂଳ ଅକ୍ଷର ଆରମ୍ଭ ହୋଇଥାଏ। ବାର ହେଉଛି ମଙ୍ଗଳବାର, ଶନିବାର। ସେମାନେ ଯଦି ଉପବାସ କରନ୍ତି କିମ୍ବା ହନୁମାନ ପୂଜା କରନ୍ତି ତାହେଲେ ଶୁଭ ଫଳ ମିଳେ। ରତ୍ନ, ରକ୍ତ ପ୍ରବାଳ, ଜେମ୍ ଷ୍ଟୋନ୍ ସେମାନଙ୍କର ଭଲ ଇଏ ରକ୍ତ ପ୍ରବାଳ। ଏଇ ଗ୍ରହଟିକି ଟିକେ ପରୀକ୍ଷା କରିକି ଲଗେଇବାକୁ ପଡ଼ିବ। 7 ରାତିର ରକ୍ତ ପ୍ରବାଳ ନେବେ। ଆଉ ଅନାମିକା ଆଙ୍ଗୁଠିରେ ସୁନା କି ରୂପା ଚାନ୍ଦି ମୁଦିରେ କରିକି ମହାଦେବ ମନ୍ଦିରରେ ଶନିବାର ମଙ୍ଗଳବାର ପୂଜା କରିକିରି ଆଗ ରଖିବେ ତକିଆ ତଳେ 15 ଦିନ ରଖିବେ। ଯଦି ଭଲ ସ୍ୱପ୍ନ ଦେଖନ୍ତି ତାହେଲେ ଆପଣ ଅନାମିକା ଆଙ୍ଗୁଠିରେ ତାକୁ ଧାରଣ କରିବେ। ଆଉ ନାଡ଼ି ହେଉଛି ମଧ୍ୟ ନାଡ଼ି, ମାନେ ବାତ କଫ ହେବାର ସମ୍ଭାବନା ଥାଏ।
ବିବାହର ଅସଙ୍ଗତ ଥାଏ ଉତ୍ତର ଫାଲ୍ଗୁନୀ ନକ୍ଷତ୍ର ଓ ସ୍ୱାତି ନକ୍ଷତ୍ରରେ ଯଦି ବିବାହ ହୁଏ ସେମାନଙ୍କର ଅସଙ୍ଗତି ଥାଏ। ବନ୍ଧୁଗଣ, ଅଶ୍ୱିନୀ ନକ୍ଷତ୍ର ମେଷ ରାଶି ବିଷୟରେ ଜାଣିଲେ ଅନ୍ୟ ଅନ୍ୟ ବିଷୟରେ ଜାଣିବା ପାଇଁ ଚ୍ୟାନେଲର ଅନ୍ୟ ଭିଡ଼ିଓ ଗୁଡ଼ିଏ ଦେଖିବା ପାଇଁ ଆପଣଙ୍କୁ ସବସ୍କ୍ରାଇବ୍ କରିବାକୁ ଅନୁରୋଧ। ଧନ୍ୟବାଦ।